Mahendra Singh Dhoni, 43, best captain of India. APJ Abdul Kalam, the best president of India. Shahrukh Khan, number one richest person, number one richest actor of India. ଏମାନଙ୍କ ଭିତରେ କ'ଣ ଏମିତି ଜିନିଷ ଅଛି ଯୋଉଟା କି ଏମାନଙ୍କୁ ଏତେ ବାଟ ନେଇ ଆସିଛି, ସେଟା ହେଲା ଏମାନଙ୍କ ମାଇଣ୍ଡ ସେଟ୍। ମହେନ୍ଦ୍ର ସିଂ ଧୋନି, ବେଷ୍ଟ କ୍ୟାପ୍ଟେନ, ବେଷ୍ଟ ଲିଡର, ତାଙ୍କ ଲାଇଫରେ କ'ଣ କିଛି ପ୍ରୋବ୍ଲେମ ନଥିଲା। ଶାହରୁଖ ଖାନ, ନମ୍ବର ୱାନ୍ ରିଚେଷ୍ଟ ଆକ୍ଟର ଇନ୍ ଇଣ୍ଡିଆ, ତାଙ୍କ ଲାଇଫରେ କ'ଣ ରିଜେକ୍ସନ ନଥିଲା। ଏପିଜେ ଅବଦୁଲ କଲାମ, ପିପୁଲ୍ସ ପ୍ରେସିଡେଣ୍ଟ, ଇନ୍ସପିରେସନ ଅଫ୍ ଅଲ୍ ଷ୍ଟୁଡେଣ୍ଟସ୍, ତାଙ୍କ ଲାଇଫରେ କ'ଣ ଷ୍ଟ୍ରଗଲ ନଥିଲା। ବଟ୍ ତଥାପି ଏମାନେ ଷ୍ଟ୍ରଗଲ, ରିଜେକ୍ସନ ଏ ପ୍ରୋବ୍ଲେମକୁ କେମିତି ହ୍ୟାଣ୍ଡେଲ କଲେ? ଡ୍ୟୁ ଟୁ ଷ୍ଟ୍ରଙ୍ଗ ମାଇଣ୍ଡ ସେଟ୍। ମେଡିକାଲ ରିପୋର୍ଟ କହେ ଆମ ବଡିର 99% ଆମ ମାଇଣ୍ଡ ହିଁ ଆମ ବଡିକୁ କଣ୍ଟ୍ରୋଲ କରେ। ବି ୱାର୍କ ଅନ୍ ୟୋର ମାଇଣ୍ଡ ସେଟ୍। ତମକୁ ଗୋଟେ ଛୋଟ ଗପଟେ କହୁଛି। ଗୋଟେ ଜଙ୍ଗଲରେ ଗୋଟେ ମା ଜିରାଫ ରହୁଥିଲା, ଆଉ ସେ ଗୋଟେ ଛୁଆ ଜିରାଫକୁ ଜନ୍ମ ଦେଲା। ଯେତେବେଳେ ସେ ଛୁଆ ଜିରାଫଟା ଜନ୍ମ ହେଇଛି, ଆଉ ସେ ଉଠିବାକୁ ଚେଷ୍ଟା କରୁଛି, ଆଖି ଖୋଲିବାକୁ ଚେଷ୍ଟା କରୁଛି, ସେ ମା ଜିରାଫ ତାକୁ ସାଙ୍ଗେ ସାଙ୍ଗେ କଲା, ଜୋର ସେ ଗୋଟେ ଗୋଇଠା ମାରିଲା, ଆଉ ସେ ଯାଇକି ବହୁତ ଦୂରରେ ପଡିଲା। ସେ ଛୁଆ ଜିରାଫ କିଛି ବୁଝିପାରିଲାନି ମୋ ସହିତ କ'ଣ ଘଟିଲା, ଏମିତି ମୋ ମା ମୋ ସହିତ କାହିଁ କଲା। ଠିକ ଏ ବୁଝୁ ବୁଝୁ ଆଉ ଧୀରେ ଧୀରେ ଗୋଡ ଟେକୁ ଟେକୁ ଟିକେ ଉଠୁ ଉଠୁ ପୁଣି ଥରେ ମା ଜିରାଫ ତା ପାଖକୁ ଆସିଲା, ଆଉ ବହୁତ ଜୋରେ ଗୋଇଠା ମାରିଲା। ପୁଣି ଥରେ ସେ ଯାଇକି ଆଉ ଗୋଟେ ଦୂରରେ ପଡିଲା। ଏଥର ଜମାରୁ ସେ ବୁଝିପାରିଲାନି, ତା ମନସ୍ଥିତି ହରେଇ ବସିଲା, ପୁରା ରାଗି ଯାଇଥିଲା ମୋ ସହିତ କାହିଁ ସେ ଏମିତି କରୁଛି ବୋଲି। ଥାର୍ଡ ଟାଇମ ଯେତେବେଳେ ମା ଜିରାଫ ଆସିଛି ଗୋଇଠା ମାରିବାକୁ, ସେତେବେଳେ ଛୁଆ ଜିରାଫ ସେଠୁ ଉଠିକି ଦୌଡ଼ିବାକୁ ଲାଗିଛି। ଆଉ ଯାହା ଦେଖିକି ମା ଜିରାଫ ବହୁତ ଖୁସି ହେଇଗଲା। ସେ ଯାହା ଚାହୁଁଥିଲା ସେ ଛୁଆ ଜିରାଫ ସେ ସାଙ୍ଗେ ସାଙ୍ଗେ ଯାଇକି ତାକୁ ଗେଲ କଲା, ତାକୁ କୁଣ୍ଢେଇଲା, ତାକୁ ଆଉଁସିଲା, ଆଉ ଆଖିରେ 2 ଟୋପା ଲୁହ ଗଡ଼େଇଲା। କାହିଁକି ଜାଣିଛ? କାହିଁକିନା ମା ଜିରାଫ ଜାଣିଥିଲା ଏଇ ମୋ ଛୁଆ ଜିରାଫ ଯୋଉ ଜନ୍ମ ହେଇଛି ନା, ଏଇ ଜଙ୍ଗଲରେ ସବୁ ହିଂସ୍ର ଜନ୍ତୁ ତାକୁ ମାରିକି ଖାଇଦେବେ। କାହିଁକିନା ସେମାନଙ୍କୁ ଏଇ ନୂଆ ଜନ୍ମ ହେଇଥିବା ଛୁଆଙ୍କୁ ଖାଇବାକୁ ଭଲ ଲାଗେ। ତାକୁ କଷ୍ଟ ହେଲେ ବି ସେ ଏ ଷ୍ଟେପ୍ ନେଲା, ଯାହାଫଳରେ କି ତା ଛୁଆ ଜିରାଫଟି ଏ ଜଙ୍ଗଲରେ ବଞ୍ଚିବା ଶିଖିଯିବ। ଆମ ଲାଇଫରେ ସେମିତି ବହୁତ ସାରା ପ୍ରୋବ୍ଲେମ ଆସେ। ଏମିତି ବି ପ୍ରୋବ୍ଲେମ ଆସେ ଯୋଉ ପ୍ରୋବ୍ଲେମ ଆମେ ଷ୍ଟକ୍ ରହିଯାଉ, ଆମେ ଭାବୁ ଏଇଟା ଆମ ଲାଇଫର ଲାଷ୍ଟ, ତାପରେ ଆଉ କିଛି ହେଇପାରିବ ନାହିଁ, ଆମେ ଆଗକୁ କେବେ ବଢି ପାରିବାନି, ଆଉ ଏଇଠି ହିଁ ଆମ ଶେଷ ନିଶ୍ୱାସ, ଏଇଠି ହିଁ ଗଲା। ବଟ୍ ଲାଇଫରେ ସେମିତି ହୁଏନି। ଲାଇଫରେ ଏଇଟା ଗୋଟେ ଗୋଟେ ଛୋଟ ମୋଟ ପ୍ରୋବ୍ଲେମ, ଯାହାଫଳରେ ତୁମେ ନିଜକୁ ପୁଶ କର ଆଗକୁ ଉଠିବା ପାଇଁ। ତ ଆମେ ବି ଆଜ ଏ ହ୍ୟୁମାନ ଆମ ମାଇଣ୍ଡ ସେଟ୍କୁ କେମିତି ଷ୍ଟ୍ରଙ୍ଗ କରିବା, ଆମ ମାଇଣ୍ଡ ସେଟ୍ ଏ ଟୋଟାଲି ରିଏଲିଟି ଦୁନିଆ ପ୍ରତି କେମିତି ରହିବା ଦରକାର, ଏଇ 3ଟା ଷ୍ଟେପ୍ରେ ଆମେ ବୁଝିବା। ପ୍ରଥମ, ଫାର୍ଷ୍ଟ ଷ୍ଟେପ୍, ବେଷ୍ଟ ଭର୍ସନ। ତୁମେ ଯୋଉ ଜାଗାରେ ଅଛ, ଯୋଉ କାମ କରୁଛ, ଯାହା ବି ଆଗକୁ କରିବ, ତୁମେ ଭାବ ମୁଁ ଏଥିରେ ବେଷ୍ଟ କରିବି। ଯଦି ସେମିତି ଭାବୁନୁ, ତାହେଲେ ତାକୁ ଟିକେ ଅଲଗା ପ୍ରକାର ଭାବ କି ଯଦି ଏଇ କାମଟାକୁ ଜଣେ ବେଷ୍ଟ ଲୋକ କରିଥାନ୍ତା ତାହେଲେ କେମିତି କରିଥାନ୍ତା। ତୁମେ ଦେଖିବ ତୁମ କାମ କରିବା ତରିକାରେ ବହୁତ ସାରା ଚେଞ୍ଜ ଆସିବ, ଯୋଉଟା କି ଆକ୍ଚୁଆଲି ତୁମ ମାଇଣ୍ଡ ସେଟ୍ ଉପରେ ବି ଇମ୍ପାକ୍ଟ ପକେଇବ। ଷ୍ଟେପ୍ 2, ଭ୍ୟାଲ୍ୟୁ ଅଫ୍ ଟାଇମ୍। ଜନ୍ମ ହେଇଛ ମାନେ ଆମର ଗୋଟେ ନା ଗୋଟେ ଦିନ ଏକ୍ସପାୟରି ଡେଟ୍ ଅଛି। ଆମେ ଆଜି ଅଛେ, କାଲି ନଥିବା। ତ ଏଇ ଲିମିଟେଡ୍ ଟାଇମ୍ ଭିତରେ ଆମକୁ ସବୁ କରିବାର ଅଛି। ଆମକୁ ଭଲ ଘର ଦରକାର, ଆମକୁ ଅଧିକା ଟଙ୍କା ଦରକାର, ଆମକୁ ଭଲ ଗାଡ଼ି ଦରକାର, ଭଲ ଫୋନ୍ ଦରକାର, ସବୁ କିଛି ଆମକୁ ଭଲ ହିଁ ଦରକାର। ବଟ୍ ଏଇ ଲିମିଟେଡ୍ ଟାଇମ୍ ଭିତରେ ଯଦି ତୁମେ ତୁମ ଟାଇମ୍ର ହିଁ ରେସ୍ପେକ୍ଟ କରୁନ, ପ୍ରତି ମିନିଟ୍ର ରେସ୍ପେକ୍ଟ କରୁନ, ତାହେଲେ ତୁମର ମାଇଣ୍ଡ ସେଟ୍ କେବେ ବି ଏଇଭଳିଆ ବିଲ୍ଡ ହେଇପାରିବ ନାହିଁ। ଆଣ୍ଡ ଥାର୍ଡ ଆଣ୍ଡ ଲାଷ୍ଟ ପଏଣ୍ଟ, ଯୋଉଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯୋଉଟାକି ହେଉଛି ଗୋଲ୍। ଆମ ଲାଇଫରେ ଏମିତି ଗୋଟେ ଗୋଲ୍ ରହିବା ଦରକାର ଯାହାକୁ ଆମେ ଭାବିକି ହିଁ ଆମେ କାମ କରିବାକୁ ଲାଗିବା। ଆମ ଲାଇଫରେ ଏମିତି ଗୋଟେ ଗୋଲ୍ ରହିବା ଦରକାର, ସେ ଗୋଲ୍ଟା ଆମକୁ ପୁଶ କରିବ କିଛି କାମ କରିବାକୁ। ଯୋଉଦିନ ଆମେ ଗୋଲ୍ ରିଲେଟେଡ୍ କିଛି କାମ ନ କରିବା, ବିଶ୍ୱାସ କର ସେଦିନ ତୁମକୁ ଗୋଟେ ଭିତରେ ଏମ୍ପଟିନେସ୍ ଫିଲ୍ ହବ, ଖାଲି ହେଇଯାଇଛ। ତମକୁ ରିଗ୍ରେଟ୍ ଲାଗିବ, ମୁଁ କାହିଁ ଆଜି ଏ ଜିନିଷଟା କଲି, ମାନେ ଅନୁତାପ ଲାଗିବ, ନାଇଁ ମୁଁ କାହିଁ କଲି ଏ ଜିନିଷଟା। ଠିକ୍ ଅଛି, ଲାଇଫରେ ଏମିତି ଗୋଟେ ଗୋଲ୍ ହବା ଦରକାର, ତୁମକୁ ରାତିରେ ନିଦ ହବନି ସେ ଗୋଲ୍କୁ ଆଚିଭ୍ କରିବା। ଆଉ ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ। ଯଦି ସତରେ ତୁମେ ଚାହୁଁଛ କି ତୁମର ଗୋଟେ ଷ୍ଟ୍ରଙ୍ଗ ମାଇଣ୍ଡ ସେଟ୍ ହଉ, ତୁମେ ଦେଖ ଏଇ 3ଟା ପାରାମିଟରରେ ତୁମର ମାଇଣ୍ଡ ସେଟ୍ ଖାପ ଖାଉଛି ନା ନାହିଁ। ଯଦି ନାହିଁ, ତୁମ ପାଖରେ ଗୋଟେ ଷ୍ଟ୍ରଙ୍ଗ ମାଇଣ୍ଡ ସେଟ୍ ନାହିଁ, ତାହେଲେ ତାକୁ ବିଲ୍ଡ କର, ଦେନ୍ ଦେଖିବ ରେଜଲ୍ଟ ଅଟୋମେଟିକ୍ ଦେଖାଯିବ। ଯଦି ଭିଡ଼ିଓଟା ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବ। ଦେଖା ହବ ନେକ୍ସଟ ଭିଡ଼ିଓରେ ଗୋଟେ ନୂଆ କଣ୍ଟେଣ୍ଟ ସହ। ଥ୍ୟାଙ୍କ ୟୁ ସୋ ମଚ୍।